ଆଜିକାଲି ଦୁନିଆରେ ସତରେ କଣ ଝିଅ ଜନ୍ମଟା ପାପ ନା କଣ? ମାନେ ଆପଣଙ୍କ ଆଖି ସାମ୍ନାରେ ରିସେଣ୍ଟଲି ବହୁତ ଗୁଡେ ନ୍ୟୁଜ ଏମିତି ଆସିଲାଣି ଯୋଉଥିରେ କି ନାରୀ ନିର୍ଯାତନାଠୁ ନେଇକି ରେପ୍ ପର୍ଯ୍ୟନ୍ତ ସବୁ କିଛି ଆସୁଛି। ମାନେ ଏବେ ବାଲେଶ୍ୱରରେ ଯୋଉ କେସଟା ହେଲା, ତା ବାପା ମା ତା ଝିଅ ପାଇଁ କେତେ ସ୍ୱପ୍ନ ଦେଖିଥିବେ। ତା ମା ତା ଝିଅକୁ କେତେ ସ୍ୱପ୍ନ ଦେଖିଥିବ, ମୋ ଝିଅ ହଷ୍ଟେଲରେ ରହୁଛି, କେମିତି କଣ ରହୁଛି, ଖାଉଛି କି ନାହିଁ, ପାଠ ପଢୁଛି କି ନାହିଁ, କଣ କରୁଛି, କେତେ ସ୍ୱପ୍ନ ସେ ଦେଖିଥିବ। କିନ୍ତୁ ହେଲା କଣ? ଆପଣ ମାନେ ବି ନିଜେ ଦେଖି ପାରୁଥିବେ ହେଲା କଣ। ତାପରେ ତାଙ୍କ କଲେଜର ଏଚଓଡି, ଯିଏ କି ସେ ଝିଅକୁ ଫିବର ପାଇଁ କହୁଥିଲା ଯୋଉଟା କି, ତ ସେ ଏଚଓଡି ତ ଅଲରେଡି ବହୁତ ଜାଗାରୁ ଟ୍ରାନ୍ସଫର ହେଇସାରିଛି ଏଇ ଜିନିଷ ପାଇଁ। ତାର ଅଲରେଡି ବହୁତ ସାରା କେସ୍ ବି ଅଛି। ସେ ଯୋଉ ଏଚଓଡି ର ଅଲରେଡି ବହୁତ ସାରା କେସ୍ ବି ଅଛି, ଯୋଉଟା କି ଆପଣ ମାନେ ନ୍ୟୁଜରେ ବି ଦେଖି ସାରିଲେଣି। ତାପରେ ବି ତା ଉପରେ ଯଦି କିଛି ଆକ୍ସନ ନିଆ ହେଇପାରିନି, ତାପରେ ବି ସେ ଯଦି ପୁରା ଖୁଲେ ଆମ୍ ବୁଲୁଛି, ତାହେଲେ ଲାଭ କଣ ଏସବୁ ଜିନିଷର? ସତରେ କଣ ଝିଅ ଜନ୍ମଟା ପାପ? ଝିଅ ମାନେ ଜନ୍ମ ହେଇକି ଏମିତି ଆସିବେ ସମସ୍ତଙ୍କ ସହିତ, କହିବାକୁ ଗଲେ ପାଖାପାଖି ଏବେ ଓଡିଶାରେ ଯୋଉ କ୍ରାଇସିସ ଟା ବଢୁଛି ଏସବୁ ଜିନିଷର, ଏସବୁର କଣ ସଲ୍ୟୁସନ କିଛି ବି ନାହିଁ। କିଛି ବି ସଲ୍ୟୁସନ